ଆମେ ନା ଆଜି ଭଦ୍ରକରେ ଏମିତି ଏକ ରହସ୍ୟ ମନ୍ଦିରକୁ ଆସିଛୁ ଯୋଉଠିକି ହନୁମାନଙ୍କ ମୂର୍ତ୍ତି ନା ଆପେ ଆପେ ତା ଉଚ୍ଚତା ବଢୁଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣ ମାନେ ତ ଜାଣିଥିବେ କାଲି ଯୋଉ ଆମେ ଆସିଥିଲୁ ସାଇ ମନ୍ଦିରକୁ ବୁଲିବାକୁ, ଆଉ ଯୋଉମାନେ ବି ସାଇ ମନ୍ଦିର ବ୍ଲଗ ଟା ଦେଖିନାହାନ୍ତି ମୋ ଆଇଡି ଯାଇ ଦେଖିପାରିବେ। ଆଉ ସାଙ୍ଗମାନେ ଆମେ ନା ସାଇ ମନ୍ଦିର ପୁରା ବୁଲି ସାରିଲୁଣୁ, ଆଉ ତାପରେ ଆମେ ବୁଲାବୁଲି କରିକି ନା ପଳେଇ ଆସିଲୁ। ଯେହେତୁ ବହୁତ ଜୋରସେ ଗରମ ଲାଗୁଛି ଆମେ ସେଥିପାଇଁ ନା ଲସି ପିଇବାକୁ ପଳେଇ ଆସିଲୁ। ଆଉ ଏବେ ନା ଟାଇମ 12ଟା ପାଖାପାଖି ହେଇଗଲାଣି। ଆମ ନା ଆହୁରି ଗୋଟେ ଜାଗା ଯିବାର ଅଛି ମନ୍ଦିର, ଆଉ ଆମ ପାଖରେ ଟାଇମ ବି ନାହିଁ। ସେଥିପାଇଁ ନା ଦହିବରା ଡାଇରେକ୍ଟ ମୁଁ ଗାଡିକି ନେଇ ଆସି ଗାଡିରେ ହିଁ ଖାଇକି ଯାଉଛି। ଆମେ ନା ଆସିକି ମନ୍ଦିରରେ ପହଞ୍ଚି ଗଲୁ। ଆଉ ଏଇଟା ହଉଛି ଚରମ୍ପାରେ ନା ହନୁମାନ ମନ୍ଦିର। ଆଉ ଏଇ ମନ୍ଦିର ବିଷୟରେ ନା ମୁଁ ଛୋଟବେଳେ ନା ବାପାଙ୍କ ପାଖରେ ଶୁଣିଥିଲି। ଆଉ ଏଇ ମନ୍ଦିର ନା ଏବେ ହିଁ ନୂଆ ବନା ଯାଇଛି। ଆଗରୁ ନା ଛୋଟିଆ ମନ୍ଦିରଟେ ଥିଲା। ଆଉ ଏଇ ମନ୍ଦିରରେ ନା ଯୋଉ ପ୍ରଭୁ ହନୁମାନ ଅଛନ୍ତି ସେ ହନୁମାନ ନା ଆପେ ଆପେ ନା ବଢୁଛନ୍ତି। ଆଉ ଦେଖନ୍ତୁ ଏଇ ମନ୍ଦିରଟା ଏତେ ସୁନ୍ଦର ହେଇଛି ନା ମୋ ମନକୁ ନା ପୁରା ଛୁଇଁଗଲା। ଆମର ନା ଏଇ ମନ୍ଦିରରେ ନା ମାନସିକ ଥିଲା ଯେ କାନ୍ଦିଏ କଦଳୀ ଦେବା ପାଇଁ। ଆଉ ଆମେ ନା କାନ୍ଦିଏ କଦଳୀ ନା ଦେଖନ୍ତୁ ଦେଇଛୁ। ଆଉ ଏଇଠି ଦେଖନ୍ତୁ ପିଲାମାନେ ଖେଳିବା ପାଇଁ ନା କେତେ ସୁନ୍ଦର ଭାବରେ କରାଯାଇଛି। ଆଉ ମୁଁ ବି ଯାଇକି ନା ଟିକେ ଖେଳୁଥିଲି। ଆଉ ଆପଣ ମାନଙ୍କୁ ଏଇ ଭିଡିଓଟା କେମିତି ଲାଗିଲା ନିହାତି କମେଣ୍ଟ ମଧ୍ୟରେ ଜଣେଇବେ। ଯଦି ବି ଟିକେ ଭଲ ଲାଗିଥିବେ ପ୍ଲିଜ ଗୋଟେ ଲାଇକ୍ ଆଉ ଗୋଟେ ଫଲୋ କରିବେ। ରହିଲି, ଜୟ ଜଗନ୍ନାଥ।